नमस्कार बंधुमाने आपण माने जानिथिबे एही जून 5 तारिखरे पड़िबाकु जाउछि सुदशा व्रत। तेबे आम मानक मध्यरु अनेकंक मनरे ए प्रश्न मध्य थिबो जे नुआ व्रतधारी माने एही दिन व्रत आरंभ करि परिबे कि नाही। तेबे बंधुमाने आपण माने जानती जे आमे सुदशा व्रतटिकु घरर विवाहिता नारी माने ही करिथांती एवं माँ लक्ष्मी को प्रसन्न करिया पई एही व्रतटी करा जाइथाए। ଏହି ବ୍ରତଟି କରିବା ଦ୍ୱାରା ଆମକୁ ମା ଲକ୍ଷ୍ମୀଙ୍କର ବିଶେଷ କୃପା ପ୍ରାପ୍ତ ହୋଇଥାଏ। ଆମର ମନସ୍କାମନା ପୂର୍ଣ୍ଣ ହେବା ସହିତ ଆମ ଗୃହର ଏବଂ ଗୃହର ସଦସ୍ୟମାନଙ୍କର ମଧ୍ୟ ଉନ୍ନତି ହୋଇଥାଏ। ତେବେ ବନ୍ଧୁମାନେ ଆପଣମାନେ ଏକଥା ମଧ୍ୟ ଜାଣିଥିବେ ଯେ ଆମର ବିବାହ ହେଉ, ବ୍ରତଘର ହେଉ କିମ୍ବା କୌଣସି ବ୍ରତ ହେଉ ତାହା ଆମେ ନୂତନ ପଞ୍ଜିକା ଅନୁସାରେ ହିଁ କରିଥାଉ ଏବଂ ଏହି ନୂତନ ପଞ୍ଜିକାଟି ଆମର ଦୋଳ ପୂର୍ଣ୍ଣିମା ପରେ ହିଁ ଆସିଥାଏ। ତେବେ ବନ୍ଧୁମାନେ ଏହି ବର୍ଷର ଯେଉଁ ନୂତନ ପଞ୍ଜିକା ରହିଛି ସେହି ନୂତନ ପଞ୍ଜିକା ଆଧାରରେ ନୂଆ ବ୍ରତୀମାନେ ବ୍ରତ କରିପାରିବେ କି ନାହିଁ ସେ ବିଷୟରେ ଆଜିର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିବାକୁ ଯାଉଛି। ତେବେ ବନ୍ଧୁମାନେ ଆପଣମାନେ ଜାଣନ୍ତି ଶୁକ୍ଳପକ୍ଷ ଗୁରୁବାର ଦଶମୀ ତିଥିରେ ପଡ଼ିଲେ ସେହି ତିଥିକୁ ଆମେ ସୁଦଶା ବ୍ରତ ଭାବରେ ଆମେ ପାଳନ କରିଥାଉ। ତେବେ ବନ୍ଧୁମାନେ ଏହି ବର୍ଷର ଯେଉଁ ନୂତନ ପଞ୍ଜିକା ବାହାରିଛି ସେଥିରେ ନୂଆ ବ୍ରତୀମାନେ ବ୍ରତ କରିବାର କୌଣସି ବିଷୟରେ ଲେଖାଯାଇ ନାହିଁ। ତେଣୁ ଏହି ଯେଉଁ ସୁଦଶା ବ୍ରତଟି ପଡ଼ୁଛି ଏହି ଦିନ ନୂଆ ବ୍ରତୀମାନେ ବ୍ରତ ଆରମ୍ଭ କରିପାରିବେ ନାହିଁ। ଏହି ଦିନ ବିବାହର ଯୋଗ ରହିଛି, ବ୍ରତଘରର ମଧ୍ୟ ଯୋଗ ରହିଛି। ମାତ୍ର ଏହା ସତ୍ତ୍ୱେ କି ମଧ୍ୟ ନୂଆ ବ୍ରତୀମାନେ ଏହି ଦିନ ବ୍ରତ ଆରମ୍ଭ କରିପାରିବେ ନାହିଁ, କାରଣ ପଞ୍ଜିକାରେ ଗ୍ରହ ନକ୍ଷତ୍ରମାନଙ୍କର ସ୍ଥିତି ଅନୁଯାୟୀ ସମସ୍ତ କାର୍ଯ୍ୟ କରିବାର ନିୟମ ଉଲ୍ଲେଖ ରହିଥାଏ। ମାତ୍ର ଯେହେତୁ ପଞ୍ଜିକାରେ ବ୍ରତ ଆରମ୍ଭ କରିବାର ବିଷୟରେ କିଛି ଲେଖାଯାଇ ନାହିଁ, ତେଣୁ ଏହି ଦିନ ନୂତନ ବ୍ରତୀମାନେ ବ୍ରତ ଆରମ୍ଭ କରିପାରିବେ ନାହିଁ। ବନ୍ଧୁମାନେ ଯଦି ଆପଣମାନେ ଭାବୁଥିବେ ଯେ ପଞ୍ଜିକାରେ ଲେଖା ନଥିଲେ ମଧ୍ୟ ଯେହେତୁ ସେଦିନ ସୁଦଶା ବ୍ରତ ପଡ଼ୁଛି ତେବେ ନୂଆ ବ୍ରତ ଆରମ୍ଭ କରିବାରେ ଅସୁବିଧା କେଉଁଠି? ତେବେ ଆପଣମାନେ ଜାଣି ରଖିବା ଉଚିତ ଯେ ବ୍ରତଟି ଆମେ ଆମ ଘରର ଉନ୍ନତି ପାଇଁ କରିଥାଉ। ତେଣୁ ସେହି ବ୍ରତଟି ଆରମ୍ଭ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ଶୁଭ ସମୟ ତିଥିବାର ଏବଂ ନକ୍ଷତ୍ରର ଆବଶ୍ୟକତା ହିଁ ରହିଛି। ଯଦି ଆପଣ ସେହି ଶୁଭବାର ତିଥି ଏବଂ ସମୟରେ ନିଜର ବ୍ରତକୁ ଆରମ୍ଭ କରନ୍ତି ତେବେ ଏହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିଥାଏ ଏବଂ ଆପଣଙ୍କର ସମସ୍ତ ମନୋବାଞ୍ଛା ମଧ୍ୟ ପୂର୍ଣ୍ଣ ହୋଇଥାଏ। ତ ବନ୍ଧୁମାନେ ଏହି ଯେଉଁ ସୁଦଶା ବ୍ରତ ପଡ଼ୁଛି ଏଥିରେ ତ ନୂଆ ବ୍ରତଧାରୀମାନେ ବ୍ରତ କରିପାରିବେ ନାହିଁ, ମାତ୍ର ଯେଉଁମାନେ ବ୍ରତ କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ କିଛି ନିୟମ ରହିଛି। ଆପଣମାନେ ଜାଣନ୍ତି ଆମର ମା ଲକ୍ଷ୍ମୀ ଠାକୁରାଣୀ ଅତ୍ୟନ୍ତ ପରିଷ୍କାର ପରିଚ୍ଛନ୍ନ ଏବଂ ଶୃଙ୍ଗାର ପ୍ରିୟ। ତେଣୁ ଆପଣ ଯେଉଁ ଗୁରୁବାର ଦିନ ବ୍ରତ କରୁଛନ୍ତି ବୁଧବାର ଦିନ ଆପଣ ଭଲ ଭାବରେ ନିଜ ଘରକୁ ପରିଷ୍କାର ପରିଚ୍ଛନ୍ନ କରନ୍ତୁ ଏବଂ ଘରକୁ ଆପଣ ଯେଉଁ ଧୋଉଛନ୍ତି ସେଥିରେ ଟିକେ ଗୋବର ପକାଇ ଆପଣ ନିଜ ଘରକୁ ପୋଛା ମାରନ୍ତୁ। ଯାହାଦ୍ୱାରା ଘରଟି ଆମର ପବିତ୍ର ହୋଇଯିବ। ଏହାପରେ ଆପଣ ଜାଣନ୍ତି ଗୁରୁବାର ଦିନ ବାସି ଚିତା ପକାଇବେ ନାହିଁ। ତେଣୁ ବୁଧବାର ଦିନ ରାତିରେ ଆପଣ କିଛି ଚାଉଳ ବତୁରେଇ ଦିଅନ୍ତୁ ଏବଂ ଆପଣ ଗୁରୁବାର ଦିନ ବଡ଼ି ଭୋରରୁ ଆପଣ ନିଜ ଘରେ ସ୍ନାନ କରିସାରି ଶୁଦ୍ଧ ହୋଇ ଚିତା ପକାନ୍ତୁ ଏବଂ ଯେତେବେଳେ ଆପଣ ଠାକୁର ଘରକୁ ଯାଉଛନ୍ତି ଆପଣ ଭଲ ଭାବରେ ଶୃଙ୍ଗାର ହୋଇ ଠାକୁର ଘରକୁ ଯାଆନ୍ତୁ, କାରଣ ମା ଲକ୍ଷ୍ମୀ ଠାକୁରାଣୀ ଶୃଙ୍ଗାରକୁ ଅତ୍ୟନ୍ତ ଭଲ ପାଇଥାନ୍ତି। ଆପଣ ପାଦରେ ଅଳତା ଲଗାଇବାକୁ ଭୁଲନ୍ତୁ ନାହିଁ ଏବଂ ଯେତେବେଳେ ସ୍ନାନ କରୁଛନ୍ତି ସେତେବେଳେ ସ୍ନାନ ଜଳରେ କିଛି ହଳଦୀ ମିଶାଇ ସ୍ନାନ କରନ୍ତୁ, କାରଣ ହଳଦୀକୁ ଅତ୍ୟନ୍ତ ପବିତ୍ର ବୋଲି ମାନାଯାଇଥାଏ ଏବଂ ଏହି ହଳଦୀ ମଧ୍ୟ ମାଙ୍କର ଅତି ପ୍ରିୟ ଅଟେ। ହଳଦୀ ଲଗାଇବା ଦ୍ୱାରା ଆପଣଙ୍କ ଦେହ ପବିତ୍ର ଏବଂ ଶୁଦ୍ଧ ହୋଇଯାଇଥାଏ। ତେଣୁ ଆପଣ ସ୍ନାନ କରିବା ସମୟରେ କିଛି ହଳଦୀ ଲଗାଇ ସ୍ନାନ କରନ୍ତୁ। ଆପଣ ଯେକୌଣସି ବ୍ରତ କରୁଛନ୍ତି ବା ପୂଜା ଅର୍ଚ୍ଚନା କରୁଛନ୍ତି ଆପଣ ଯଦି ସେହିଦିନ ହଳଦୀ ଲଗାଇ ସ୍ନାନ କରନ୍ତି ତେବେ ଏହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିଥାଏ। ତେବେ ସ୍ନାନ କରିବା ପରେ ଆପଣ ଯେଉଁ ବସ୍ତ୍ର ପିନ୍ଧୁଛନ୍ତି ମନେ ରଖନ୍ତୁ ଏହି ଦିନ କେବେ ବି କଳା ରଙ୍ଗ ବା ନୀଳ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ, କାରଣ ଏହି ରଙ୍ଗ ଗୁଡ଼ିକ ମାଙ୍କର ପସନ୍ଦ ହୋଇନଥାଏ। ଆପଣ ଚେଷ୍ଟା କରନ୍ତୁ ହଳଦିଆ, ଲାଲ, ଗୋଲାପୀ କିମ୍ବା ଶୁକ୍ଳ ରଙ୍ଗର ବସ୍ତ୍ର ପରିଧାନ କରିବା ପାଇଁ। ଏହାପରେ ଆପଣ ଭଲ ଭାବରେ ଚୁଡ଼ି ସିନ୍ଦୁର ଲଗାଇ ଅଳତା ଏବଂ ଅନ୍ୟାନ୍ୟ ଆଭୂଷଣ ପରିଧାନ କରନ୍ତୁ, କାରଣ ଘରର ବିବାହିତା ନାରୀମାନେ ଯେତେ ଅଧିକ ସୁନ୍ଦର ଦେଖାଯିବେ, ଯେତେ ଅଧିକ ଶୃଙ୍ଗାର କରିବେ, ମା ଲକ୍ଷ୍ମୀ ସେହି ଘର ଉପରେ ସେତେ ଅଧିକ ବିଶେଷ କୃପା ଦୃଷ୍ଟି ପକାଇଥାନ୍ତି ଏବଂ ଆପଣଙ୍କୁ ମଧ୍ୟ ପୂଜାରେ ଅଧିକ ଶୁଭ ଫଳ ପ୍ରାପ୍ତି ହୋଇଥାଏ, କାରଣ ଶୃଙ୍ଗାର ହେଉଛି ସଧବା ନାରୀର ଏକ ମହତ୍ତ୍ୱପୂର୍ଣ୍ଣ ଜିନିଷ। ତେବେ ବନ୍ଧୁମାନେ ଆଉ ଗୋଟିଏ କଥା ହେଉଛି ଆପଣ ଗୁରୁବାର ଦିନ କେବେ ବି ମୁଣ୍ଡ ଧୋଇବେ ନାହିଁ। ଯେହେତୁ ଆପଣ ବ୍ରତ କରିବେ ତେବେ ମୁଣ୍ଡରେ ଆପଣ କେବଳ ପାଣି ହାତ ହିଁ ମାରିଦେବେ, କିନ୍ତୁ ଚୁଟି ଖୋଲି କେବେ ବି ମୁଣ୍ଡ ଧୋଇବେ ନାହିଁ।
ଏହାପରେ ଆପଣ ଯେତେବେଳେ ପୂଜା କରିବେ, ଆପଣ ଜାଣନ୍ତି ସବୁ ପୂଜା ପୂର୍ବରୁ ଆମେ ପ୍ରଥମେ ମା ତୁଳସୀଙ୍କର ପୂଜାର୍ଚ୍ଚନା କରିଥାଉ ଏବଂ ସୂର୍ଯ୍ୟଙ୍କୁ ଜଳାର୍ଘ୍ୟ ପ୍ରଦାନ କରିଥାଉ। ତେଣୁ ଆପଣ ପ୍ରଥମେ ମା ତୁଳସୀଙ୍କର ପୂଜାର୍ଚ୍ଚନା କରି ତାପରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରି ନିଜର ଠାକୁର ଘର ପୂଜା ଆରମ୍ଭ କରନ୍ତୁ। ତେବେ ବନ୍ଧୁମାନେ, ଆପଣମାନେ ଏହାପରେ ମାଙ୍କର ପୂଜାର୍ଚ୍ଚନା ପାଇଁ ଏକ କଠି ମଧ୍ୟ ଅଙ୍କନ କରିଥିବେ ଏବଂ ସେହି କଠି ଉପରେ ପଞ୍ଚମୂର୍ତ ସିଞ୍ଚନ କରି ଆପଣ ତାହାକୁ ପବିତ୍ର କରିଦେବେ। ତାପରେ ବାମ ପାର୍ଶ୍ୱରେ ଆପଣ ମାଙ୍କ ପୂଜା ପାଇଁ କଳସ ସ୍ଥାପନା କରିବେ। କାରଣ ଆପଣମାନେ ଜାଣନ୍ତି ପ୍ରତ୍ୟେକ ଶୁଭ କାର୍ଯ୍ୟର ଆରମ୍ଭରୁ ପ୍ରଥମେ କଳସ ପୂଜା କରାଯାଇଥାଏ। କାରଣ ଭଗବାନ ଗଣେଶଙ୍କୁ ଆମେ ଅଗ୍ରପୂଜ୍ୟ ଭାବରେ ମାନିଥାଉ। ତେବେ ବନ୍ଧୁମାନେ, ପୂଜା କରିବା ପୂର୍ବରୁ ଆପଣ ପ୍ରଥମେ ମାଙ୍କର ସ୍ନାନ କରାଇବା ଉଚିତ। ହଳଦୀ ପାଣି ଏବଂ ତାପରେ କିଛି ସାଧାରଣ ଜଳରେ କିଛିର ଅଗୁର ମିଶାଇ ଦେବେ, ଯାହାକି ବା ଶୁଦ୍ଧ ଜଳ ହୋଇଯିବ। ତାପରେ ଆପଣ ମାଙ୍କୁ ପାଟ କନାରେ ପୋଛାପୋଛି କରି ମାଙ୍କୁ ନୂତନ ବସ୍ତ୍ର ପରିଧାନ କରାଇବେ ଏବଂ ସେହି ଯେଉଁ ଜଳରେ ଆପଣ ମାଙ୍କୁ ସ୍ନାନ କରାଇଥିବେ, ସେହି ଜଳକୁ ଆପଣ ଏଣେତେଣେ ନ ଫୋପାଡ଼ି ପରିବାରର ସଦସ୍ୟମାନେ କିଛି କିଛି ପ୍ରସାଦ ରୂପରେ ପାଇଦେବେ ଏବଂ ତାପରେ ସେହି ଜଳକୁ ଆପଣ କୌଣସି ଗଛ ମୂଳରେ ପକାଇଦେବେ। ତାପରେ ଆପଣ ମାଙ୍କୁ 10 ପ୍ରକାରର ଫୁଲ ଦେଇ ଭଲ ଭାବରେ ସଜେଇ ଦେବେ। ଆପଣମାନେ ଜାଣନ୍ତି ମା ଅତ୍ୟନ୍ତ ଶୃଙ୍ଗାର ପ୍ରିୟ ଅଟନ୍ତି। ତେଣୁ ଆପଣମାନେ ଚେଷ୍ଟା କରିବେ ମାଙ୍କୁ ଭଲ ଭାବରେ ସାଜସଜ୍ଜା କରିବା ପାଇଁ। ତାଙ୍କୁ ଗହଣା ପିନ୍ଧାଇ, ଭଲ ଲୁଗା ପିନ୍ଧାଇ ଏବଂ ଭଲ ଭଲ ଫୁଲ ଦେଇ ତାଙ୍କୁ ଭଲ ଭାବରେ ସଜାଇବା ପାଇଁ। ମାଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ ପଦ୍ମ ଫୁଲ। ତେଣୁ ଆପଣ ସେହି ଫୁଲମାନଙ୍କ ମଧ୍ୟରେ ପଦ୍ମ ଫୁଲଟିକୁ ନିଶ୍ଚିତ ଭାବରେ ଲଗାଇବା ପାଇଁ ଚେଷ୍ଟା କରିବେ। ଏହି ଫୁଲଗୁଡ଼ିକ ମଧ୍ୟରେ ଆପଣ ଅଧିକ ଭାବରେ ହଳଦିଆ ଫୁଲରେ ମଧ୍ୟ ବ୍ୟବହାର କରିବେ। କାରଣ ହଳଦିଆ ରଙ୍ଗର ଫୁଲ ମଧ୍ୟ ମାଙ୍କର ଅତି ପ୍ରିୟ ହୋଇଥାଏ। ଏହି ହଳଦିଆ ରଙ୍ଗର ଫୁଲଗୁଡ଼ିକ ମଧ୍ୟରେ ଦୁର୍ଲଭା ଫୁଲଟି ମାଙ୍କର ଅତ୍ୟନ୍ତ ପ୍ରିୟ। ଏହାର ବାସ୍ନା ମଧ୍ୟ ମାଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ। ତେବେ ଏହି ଫୁଲକୁ ପୂଜାରେ ନିଶ୍ଚିତ ଭାବରେ ଲଗାଇବା ଉଚିତ। ଏହାପରେ ଆପଣ ମାଙ୍କୁ ଚନ୍ଦନ, ସିନ୍ଦୁର ଏବଂ ସମସ୍ତ ପ୍ରକାରର ଶୃଙ୍ଗାର ଦ୍ରବ୍ୟ ଅର୍ପଣ କରି ମାଙ୍କୁ ଭଲ ଭାବରେ ସଜାଇ ନେବେ। ଆପଣ ମାଙ୍କ ପାଇଁ ନିଶ୍ଚୟ ଭାବରେ ସୁଦଶା ବ୍ରତରେ ଏକ ନୂଆ ଗୁଆ ମଧ୍ୟ ପୂଜା କରିବେ। କାରଣ ସୁଦଶା ବ୍ରତରେ ଗୁଆର ପୂଜା ମଧ୍ୟ ହୋଇଥାଏ ଏବଂ ସୁଦଶା ବ୍ରତର ଯେଉଁ ବହି ରହିଥାଏ, ସେହି ବହି ପାଇଁ ଆପଣ ମଧ୍ୟ ଏକ ସ୍ୱତନ୍ତ୍ର ସ୍ଥାନ ରଖି ବହିର ମଧ୍ୟ ପୂଜା କରିବା ଉଚିତ। ତାପରେ ଆପଣ ମାଙ୍କ ସମ୍ମୁଖରେ ସୁଦଶା ବ୍ରତର ଗୁଆ ରଖିବେ ଏବଂ ନିଜର ସୁଦଶା ବ୍ରତକୁ ହଳଦୀ ପାଣିରେ ଧୋଇ ସେହି ଗୁଆ ଉପରେ ରଖିବେ। ତାପରେ ଆପଣ ଗୋଟିଏ କଦଳୀ ପତ୍ରକୁ ନେଇ ସେହି କଦଳୀ ଉପରେ 10 କେରା ଦୁବ, 10ଟି ବରକୋଳି ପତ୍ର ରଖି ତାକୁ ପାନ ଭଳି ମୋଡ଼ିଦେବେ ଏବଂ ତାକୁ ମଧ୍ୟ ସେହି ଗୁଆ ପାଖରେ ରଖିଦେବେ। ବନ୍ଧୁମାନେ, ଏହାପରେ ଆପଣ ମାଙ୍କ ଉଦ୍ଦେଶ୍ୟରେ ଯେଉଁ ଘିଅର ଦୀପ ଜଳାଇଥିବେ, ସେହି ଘିଅର ଦୀପରେ ପ୍ରଥମ କଳସର ଆଳତି କରିବେ। ତାପରେ ମା ଲକ୍ଷ୍ମୀଙ୍କର ଆଳତି କରିବେ। ଆଳତି କରିବା ସମୟରେ ଆପଣ ସବୁବେଳେ ହୁଳହୁଳି ଦେଉଥିବେ ଏବଂ ପାଖରେ ଯଦି କେହି ଥିବେ, ତେବେ ତାଙ୍କୁ ଶଙ୍ଖ ଫୁଙ୍କିବାକୁ ମଧ୍ୟ କହିବେ। କାରଣ ଏହା ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିଥାଏ। ଏବଂ ଆପଣ ନିଜର ବାମ ହାତରେ ଘଣ୍ଟି ଧରି ମଧ୍ୟ ଘଣ୍ଟିକୁ ବଜାଇବେ। ତାପରେ ଆପଣ ମାଙ୍କୁ ଧୂପ ପ୍ରଦାନ କରନ୍ତୁ। ଏହାପରେ ନୈବେଦ୍ୟ ଅର୍ପଣ କରନ୍ତୁ। ସକାଳ ଭୋଗକୁ ଆପଣ ପ୍ରଥମେ ପ୍ରଭୁ ଗଣେଶଙ୍କୁ ନୈବେଦ୍ୟ ଅର୍ପଣ କରନ୍ତୁ ଏବଂ ତାପରେ ମା ଲକ୍ଷ୍ମୀଙ୍କୁ ନୈବେଦ୍ୟ ଅର୍ପଣ କରନ୍ତୁ। ମନେ ରଖନ୍ତୁ, ଆପଣ ଯେତେବେଳେ ପ୍ରଭୁ ଗଣେଶଙ୍କୁ କିମ୍ବା ମା ଲକ୍ଷ୍ମୀଙ୍କୁ କିମ୍ବା ଯେକୌଣସି ଦେବତାଙ୍କୁ ଆପଣ ଚଣ୍ଡ ପ୍ରଦାନ କରୁଛନ୍ତି, କେବେ ବି ଏହାକୁ ତଳେ ପ୍ରଦାନ କରିବେ ନାହିଁ। ଆପଣ ସର୍ବଦା ଗୋଟିଏ କଦଳୀ ପତ୍ର ରଖିବେ, ନଚେତ୍ କୌଣସି ବାସନ ରଖିବେ। କୌଣସି ପାତ୍ର ରଖି ତା ଉପରେ ଆପଣ ନୈବେଦ୍ୟ ପ୍ରଦାନ କରିବେ। ଆପଣ ସର୍ବଦା ଗୋଟିଏ କଦଳୀ ପତ୍ର ରଖିବେ, ନଚେତ୍ କୌଣସି ବାସନ ରଖିବେ। କୌଣସି ପତ୍ରରେ ରଖି ତା ଉପରେ ଆପଣ ନୈବେଦ୍ୟ ପ୍ରଦାନ କରିବେ। ତାପରେ ଆପଣ ଚାହିଁଲେ ସେହି ବ୍ରତକୁ ସେହି ସକାଳ ସମୟରେ ଧାରଣ କରିପାରିବେ। ନଚେତ୍ ଆପଣ ଯଦି ମଧ୍ୟାହ୍ନ ସମୟରେ ଆପଣ ମାଙ୍କୁ ମଧ୍ୟାହ୍ନ ଭୋଗ ଦେବା ପାଇଁ ଚାହୁଁଥିବେ, ପିଠା ଭୋଗ ଦେବା ପାଇଁ ଚାହୁଁଥିବେ, ତେବେ ତାପରେ ମଧ୍ୟ ଆପଣ ବ୍ରତକୁ ଧାରଣ କରିପାରିବେ। ତେବେ ଆପଣ ଯେଉଁ 10 ପୁର ଦେଇ 10ଟି ମଣ୍ଡା ମାଙ୍କ ନିକଟରେ ଅର୍ପଣ କରିବେ, ସେଥିରୁ ଆପଣ 5ଟି ମଣ୍ଡା ଆପଣ ପ୍ରଭୁ ଗଣେଶଙ୍କ ପାଇଁ ପ୍ରସ୍ତୁତ କରିଥିବେ ଏବଂ ଯେଉଁ 5ଟି ମଣ୍ଡା ଆପଣ ପ୍ରଭୁ ଗଣେଶଙ୍କୁ ଅର୍ପଣ କରିବେ, ତାହାକୁ ଆପଣ ମୁଦକ ଆକାରରେ ପ୍ରସ୍ତୁତ କରିବା ପାଇଁ ଚେଷ୍ଟା କରିବେ। କାରଣ ତାହା ଭଗବାନ ଗଣେଶଙ୍କର ଅତି ପ୍ରିୟ ଅଟେ। ପ୍ରଭୁ ଗଣେଶଙ୍କ ପାଇଁ 5ଟି ଏବଂ ମା ଲକ୍ଷ୍ମୀଙ୍କ ପାଇଁ ଆପଣ 10ଟି ମଣ୍ଡା ତିଆରି କରିବେ। ତେବେ ସେହିପରି ଭାବରେ ଆପଣ ପ୍ରଥମେ ପ୍ରଭୁ ଗଣେଶଙ୍କୁ ଭୋଗ ଅର୍ପଣ କରିବେ। ତାପରେ ମା ଲକ୍ଷ୍ମୀଙ୍କ ନିକଟରେ ଆପଣ ଭୋଗ ଅର୍ପଣ କରିବେ।
ଏବଂ ତାପରେ ଆପଣ ସେହି ଘିଅର ଦୀପରେ ପ୍ରଭୁ ଗଣେଶ ଏବଂ ମା ଲକ୍ଷ୍ମୀଙ୍କର ଆଳତି କରନ୍ତୁ ଏବଂ ତାପରେ ସୁଦଶା ବହିର ପାଠ କରନ୍ତୁ। ତାପରେ ଆପଣ ସୁଦଶା ବ୍ରତକୁ ହାତରେ ଧାରଣ କରନ୍ତୁ। ଆପଣ ବ୍ରତ ଧାରଣ କରିସାରିବା ପରେ ପ୍ରସାଦ ସେବନ କରନ୍ତୁ। ତାପରେ ଆପଣ ସନ୍ଧ୍ୟା ସମୟରେ ପୁଣି ଥରେ ମାଙ୍କୁ ଆଳତି କରି ମାଙ୍କୁ ନିଜ ଆସ୍ଥାନରେ ନେଇ ସ୍ଥାପନ କରନ୍ତୁ ଏବଂ ସେହି ଜିନିଷକୁ କେବେ ବି ଗୁରୁବାର ଦିନ ଆପଣ ବାହାର କରନ୍ତୁ ନାହିଁ, କାରଣ ଗୁରୁବାର ଦିନ ଘରୁ ଅଳିଆ ବାହାର କରାଯାଏ ନାହିଁ। ଆପଣ ତା ପରଦିନ ଶୁକ୍ରବାର ଦିନ ସକାଳୁ ସ୍ନାନ କାମ ସାରି ତାପରେ ସେହି ବାସି ଫୁଲ ଯେଉଁ ସବୁ ଜିନିଷ ସେଠାରେ ଥାଏ, ଯାହା ମାଙ୍କ ଠାରେ ଲାଗି ହୋଇଥାଏ, ସେହି ସବୁ ଜିନିଷକୁ ନେଇ ଆପଣ କୌଣସି ପ୍ରବାହିତ ଜଳରେ ବିସର୍ଜନ କରିଦିଅନ୍ତୁ। ତେବେ ବନ୍ଧୁମାନେ, ଆପଣମାନେ ସମସ୍ତେ ଜାଣନ୍ତି ଏହି ସୁଦଶା ବ୍ରତର ମହତ୍ତ୍ୱ ଆମ ସଧବା ନାରୀମାନଙ୍କ ପାଇଁ କେତେ ଅଧିକ ହୋଇଥାଏ। ଏହି ବ୍ରତକୁ ଆପଣ ସବୁବେଳେ ଯତ୍ନର ସହିତ ରଖିବା ପାଇଁ ଚେଷ୍ଟା କରିବେ, ଯେମିତି ସେହି ବ୍ରତ କେବେ ବି କୌଣସି ଆଡ଼େ ହଜି ନଯାଏ, କାରଣ ବ୍ରତ ହଜିଗଲେ ତା'ର ପରିଣାମ କ'ଣ ହୋଇଥାଏ ଆପଣମାନେ ସୁଦଶା ବ୍ରତ ବହିରେ ତାହା ନିଶ୍ଚୟ ଭାବରେ ପଢ଼ିଥିବେ। ଏହି ସୁଦଶା ବ୍ରତଟି ସାକ୍ଷାତ୍ ମା ଲକ୍ଷ୍ମୀଙ୍କର ସ୍ୱରୂପ ହୋଇଥାଏ। ତେଣୁ ସେହି ବ୍ରତକୁ ଆପଣ ସର୍ବଦା ଯତ୍ନର ସହିତ ରଖିବା ପାଇଁ ଚେଷ୍ଟା କରନ୍ତୁ। ତେବେ ବନ୍ଧୁମାନେ, ଆପଣ ଯେତେବେଳେ ସୁଦଶା ବ୍ରତ ଧାରଣ କରିବେ, ସେତେବେଳେ ଆପଣ ନିଜ ହାତରୁ ପୁରୁଣା ବ୍ରତ କେବେ ବି ଓହ୍ଲାଇବେ ନାହିଁ, କାରଣ ଗୁରୁବାର ଦିନ ହାତରୁ ସୁଦଶା ବ୍ରତ ଖୋଲାଯାଏ ନାହିଁ। ସେହି ପୁରୁଣା ବ୍ରତକୁ ଧାରଣ କରି ହିଁ ଆପଣ ନୂଆ ବ୍ରତକୁ ଧାରଣ କରିବେ ଏବଂ ଶୁକ୍ରବାର ଦିନ ଆପଣ ପୁରୁଣା ବ୍ରତଟିକୁ ହାତରୁ ଖୋଲିଦେବେ ଏବଂ ସେହି ସୁଦଶା ବ୍ରତରେ ଆପଣ ସେହି ଦୁବ ବରକୋଳିକୁ ଯେଉଁ ଗୁଡ଼ାଇକି ରଖିଥିବେ ତାହାକୁ ବାନ୍ଧିବେ ଏବଂ ସେଥିରେ ମା ଲକ୍ଷ୍ମୀଙ୍କ ନାମରେ 10 ଥର ଗଣ୍ଠି ପକାଇ ସେହି ବ୍ରତକୁ ଧାରଣ କରିବେ। ତେବେ ବନ୍ଧୁମାନେ, ମୋର ଯଦି ଏହି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ଧନ୍ୟବାଦ।